କାମ ଯେତେବେଳେ ଆରମ୍ଭ ହେଇଗଲା, ତ ଆମେମାନେ କ'ଣ କରିବା? ବିଏଲଓ ସାର୍ ଆଉ ଯେହେତୁ ଏସ୍ଆଇଆର୍ ଆମର ଆରମ୍ଭ ହେଇକି ଆମେ ପ୍ରଥମେ କ'ଣ କରିବା? ପ୍ରଥମେ ଆମ ଜିନିଷ ଆମକୁ ରେଡି କରିବା ପାଇଁ ପଡ଼ିବ। ଆମେ ଯେତେବେଳେ ଫିଲ୍ଡିକି ଯିବୁ, ପ୍ରଥମତଃ ଫିଲ୍ଡିକି ଯେତେବେଳେ ଯିବୁ, ପ୍ରଥମତଃ ଆମକୁ କ'ଣ କରିବା ପାଇଁ ପଡ଼ିବ? ପ୍ରଥମତଃ ଫିଲ୍ଡକୁ ଯେତେବେଳେ ଯିବୁ ଆମେ କ'ଣ କରିଥିବାର ଅଛି ନା ଇଏଫ୍ ଫର୍ମ ଇଏଫ୍ ଫର୍ମ ଯୋଉ ଅଛି ଏସ୍ଆଇଆର୍‌ର ତାକୁ ଆମେ ରେଡି କରିବାର ଅଛି। ହେଲା? କ'ଣ ରେଡି କରିବାର ଅଛି? ଇଏଫ୍ ଫର୍ମକୁ ଆମେ କ୍ୟାଟାଗୋରୀ ଏ କରିବାର ଅଛି, ଆଉ କ୍ୟାଟାଗୋରୀ ବି କରିବାର ଅଛି, ଆଉ କ୍ୟାଟାଗୋରୀ ସି କରିବାର ଅଛି। ବୁଝିପାରିଲେ ଆପଣମାନେ? କ୍ୟାଟାଗୋରୀ ଏ, ବି, ସି। କ୍ୟାଟାଗୋରୀ ଏ ଯୋଉମାନେ ଆସିବେ 2002 ର ବି ଏବଂ କ'ଣ ଥିବ ନା 2025 ର ବି ସେମାନଙ୍କର ନାଁ ଥିବ। ହେଲା? କ୍ୟାଟାଗୋରୀ ବି କୋଉମାନେ ଆସିବେ? କେବଳ 2025 ର ସେମାନଙ୍କର ନାଁ ଥିବ। ହେଲା? କିନ୍ତୁ 2002 ରେ ନଥିବ। କ୍ୟାଟାଗୋରୀ ସି କୋଉମାନେ ଆସିବେ? କ୍ୟାଟାଗୋରୀ ସି କହିଲେ ଯୋଉମାନେ ମ୍ୟାପ୍ ହେଇନାହାନ୍ତି। ଯୋଉମାନେ ମ୍ୟାପିଂ ହେଇନାହାନ୍ତି। ବୁଝିପାରିଲେ ଆପଣମାନେ? ଏଇଠି ଗୋଟେ କନଫ୍ୟୁଜ୍ ଆପଣମାନଙ୍କୁ ଦୂର କରିଦିଏ। ଆପଣମାନେ ଯେତେବେଳେ କ୍ୟାଟାଗୋରୀ ସି ପୂର୍ବରୁ ଯେତେବେଳେ ମ୍ୟାପିଂ କରୁଥିବେ, ସେତେବେଳେ କ'ଣ ବୁଝିଥିବେ? ନା ଯୋଉମାନେ ନୂଆ କରି ବାହା ହେଇଛନ୍ତି, ସେଇମାନେ ହଉଛନ୍ତି କ୍ୟାଟାଗୋରୀ ସି। ବା ଯୋଉମାନଙ୍କର ବାପା ମା ନାହିଁ ଆମ ନିଜ ବୁଥ୍‌ରେ, ସେତେବେଳେ ବୁଝୁଛନ୍ତି ଆପଣ ସେମାନେ କ'ଣ? କ୍ୟାଟାଗୋରୀ ସି। କିନ୍ତୁ ଏବେ ତାହା ନୁହେଁ। କ୍ୟାଟାଗୋରୀ ସି କହିଲେ ଏବେ ଆପଣମାନେ କ'ଣ ମାନେ ଆକୁ ବୁଝାଯାଏ? ଦେଖନ୍ତୁ କ୍ୟାଟାଗୋରୀ ସି କହିଲେ ସାଧାରଣତଃ କ'ଣ ବୁଝାଯାଏ? କ୍ୟାଟାଗୋରୀ ସି କହିଲେ ଯୋଉମାନେ ଅନମ୍ୟାପ୍ ହେଲା? ଅନମ୍ୟାପ୍ ମ୍ୟାପିଂ ହେଇନାହାନ୍ତି। ହେଲା ଅନମ୍ୟାପ୍ ଆପଣ ବୁଝିପାରିଲେ ଏତିକ କଥା? ଏବେକାର ଦେଖନ୍ତୁ, ସେବେକାର ଆପଣ ଯେତେବେଳେ ଅନଲାଇନ୍ ମ୍ୟାପିଂ କରୁଥିଲେ ତାକୁ କଥା ଛାଡ଼ି ଦିଅନ୍ତୁ। ତା କଥା ଅନୁସାରେ ଆପଣ ଏବେ କରିବେ ନାହିଁ। ବର୍ତ୍ତମାନ ଯେତେବେଳେ ଆପଣ ଫିଲ୍ଡିକି ଯାଉଛନ୍ତି, ତ ଏଇ 3ଟି କାମ କରିବାକୁ ପଡ଼ିବ। ମୁଁ ଆଉଥରେ କହିଦଉଛି। ଏବେ କ୍ୟାଟାଗୋରୀ ଏ କହିଲେ ଠିକ୍ 2002 ଏବଂ 2025 ର ଯୋଉମାନଙ୍କର ନାଁ ଥିବ। ବୁଝିପାରିଲେ? ଆଉ କ୍ୟାଟାଗୋରୀ ବି କହିଲେ କୋଉମାନେ ଆସିବେ? କ୍ୟାଟାଗୋରୀ ବି କହିଲେ ଯେତିକ ଆମେ ମ୍ୟାପ୍ କରିଛୁ, ହେଲା? ମ୍ୟାପିଂ କରିଛୁ, ଏ କୁ ଛାଡ଼ିଦେଲା ପରେ ଯେତିକ ଆଉ ସବୁ ମ୍ୟାପିଂ ହେଇଛି, ସେଗୁଡ଼ା ସବୁ କୋଉଥିରେ ଆସିବେ? ବି କୁ ଆସିବେ। ଏ କୁ ଛାଡ଼ିଦେଲା ପରେ ଯେତିକ ସବୁ ମ୍ୟାପିଂ ହେଇଛି ସେଗୁଡ଼ା ବି କୁ ଆସିବେ। ସି କୋଉମାନେ ଆସିବେ? ଏତିକ ମନେ ରଖନ୍ତୁ। ସି ହେଲା ବ୍ୟାଗ୍ ନେଇଥିବାର ଅଛି। ଆଉ ତୃତୀୟ ବିଷୟ କ'ଣ? 2ଟା ବ୍ୟାଗ୍ ନେଇଥିବେ। ଦେଖନ୍ତୁ, ଗୋଟେ ଆପଣ ଯୋଉଟା ନେଇକି ଯୋଉ ସାହିକି ନେଇକି ଯାଉଛନ୍ତି, ଯୋଉଟା ଆପଣମାନେ ପୂରଣ କଲେ, ତାକୁ ସ୍କାନ୍ କଲେ ଯେତେବେଳେ ମୋବାଇଲରେ ଆପଣମାନଙ୍କର ଏବେ ଶୋ ହେଇଗଲାଣି, ଯେତେବେଳେ ସ୍କାନ୍ କଲେ, ତାକୁ ଯେତେବେଳେ ଦଉଛନ୍ତି, ସେଇଟା ଗୋଟେ ରହିଥିବାର ଅଛି। ବାଦ୍ ବାକି ଯୋଉଗା ଆପଣ ବିନା ସ୍କାନିଂ ହେଇନାହିଁ, ମୋବାଇଲରେ ଯାହା ସ୍କାନିଂ ହେଇନି, ତାକୁ ଗୋଟେ ଜାଗାରେ ରଖିବାର ଅଛି। ଯୋଉ ସାହିକି ଗଲେ, ସେ ସାହିରେ ଆପଣ ସ୍କାନିଂ କଲେ ଏବଂ ତାକୁ ପୂରଣ କଲେ ଇପି ଫର୍ମକୁ, ସେଇଟା ଗୋଟେ ସାଇଡରେ ରଖିବାର ଅଛି, ସେ ସାଇଡ୍। ଆଉ ଯୋଉଟା ମାନେ ସ୍କାନିଂ ହେଇନାହିଁ କି ପୂରଣ ହେଇନାହିଁ, ତାକୁ ଗୋଟେ ସାଇଡରେ ରଖିବାର ଅଛି। ଇଏ ଗଲା। ତାପରେ ତୃତୀୟ ବିଷୟ କ'ଣ ଆସିଲା? ପେନ୍ ନେଇଥିବାର ଅଛି। ପେନ୍‌କୁ ନେଇଥିବେ। ଆବଶ୍ୟକ ସ୍ଥଳେ ପେନ୍ସିଲ୍ ନେଇଥିବେ। ହେଲା? ପେନ୍ସିଲ୍ ହେଲା ପରେ ଆଉ ରବର ମଧ୍ୟ, ରବର, କଟର ଇଏ ଆବଶ୍ୟକ ସ୍ଥଳରେ ଧରିଥିବେ ରବର ଆଉ କଟର। ହେଲା? ଏସବୁ ବିଷୟ ନେବାର ଅଛି। ଦ୍ୱିତୀୟତଃ ଷ୍ଟାମ୍ପ ପ୍ୟାଡ୍ ମଧ୍ୟ ଆପଣଙ୍କୁ ନେଇକି ଯାଇଥିବେ, କୋଉମାନେ ଟିପ ମାରିବେ, ହେଲା କି? ଷ୍ଟାମ୍ପ ପ୍ୟାଡ୍ ଧରିଥିବେ, ଟିପ ମାରିବେ। ହେଲା? ଆଉ ଗୋଟେ କ'ଣ ଧରିଥିବେ? ନା ହ୍ୱାଇଟ୍ ନୋଟ୍ ମଧ୍ୟ ସାଙ୍ଗରେ ନେଇକି ଯାଇଥିବେ। ଆଉ ବିଷୟ କ'ଣ? ଆପଣଙ୍କ ସେଫ୍ଟି ପାଇଁ ଆପଣଙ୍କର ବିଏଲ୍‌ଓ ଆଇଡେଣ୍ଟି କାର୍ଡ ସହିତ ଆଉ କ'ଣ ନେବେ? ନା ଟୋପି ସହିତ ଆପଣମାନେ କ'ଣ ନେବେ? ନା ପାଣି ବୋତଲ ମଧ୍ୟ ସାଙ୍ଗରେ ନେଇକି ଯାଇଥିବେ। ପାଣି ବୋତଲ, ହେଲା କି? ପାଣି ବୋତଲ ଆପଣମାନେ ସାଙ୍ଗରେ ନେଇକି ଯାଇଥିବେ। ଏଇସବୁ ଜିନିଷ ଆପଣମାନେ ନେଇକି ଯିବେ। ବୁଝିପାରିଲେ? ଆଉ ସାଙ୍ଗରେ ଯଦି ଲେଖିବା ପାଇଁ ସୁବିଧା ହଉନାହିଁ, ପଟା ନେବେ। ଆଉ ଖରା ପୂର୍ବରୁ ଆପଣମାନେ ଚେଷ୍ଟା କରିବେ ଯେମିତି ବିଏଲ୍‌ଓ କାମ କେମିତି ସରିବ। ଆଉ ଗୋଟେ ପ୍ରଥମେ ଧ୍ୟାନ ରଖିବେ, ଆହାରି ଭିତରେ ମୁଁ ଆପଣମାନଙ୍କୁ କହିଦଉଛି, ଏଇ ସବୁ ତ ଜିନିଷ ନେଲେ ଆପଣ ଯେତେବେଳେ ଗୋଟେ କୌଣସି ଫର୍ମକୁ ଆପଣମାନେ ଏ କ୍ୟାଟାଗୋରୀ ସେ ସାହିର ଜଣେ ଲୋକ ଆସିଲା, ଏକ୍ସାମ୍ପଲ୍ ଆପଣ ନିଅନ୍ତୁ।
ଜଣେ ଲୋକ ଆସିଲା, ସେ ସାହିର ଜଣେ ଲୋକ ଆସିଲା, ସିଏ ଆପଣଙ୍କ ପାଖକୁ ଆସିଲା, ତ ଆପଣ ତାକୁ ତା ଫର୍ମଟିକୁ ପୂରଣ କଲେ। ଫାଷ୍ଟ ଫର୍ମ ଯୋଉଟା ପ୍ରଥମ ଫର୍ମଟା ଆପଣଙ୍କର, ଫାଷ୍ଟ ଫର୍ମଟି ପୂରଣ କରିବେ ବା ସିଏ ପୂରଣ କରିବେ। ଯାହା ବି ହେଇଥାଉ ଫାଷ୍ଟ ଫର୍ମ ପୂରଣ କରି ତାକୁ ଯଦି କୌଣସି ଭୁଲ ଭାଲ ହେଲା, ତାକୁ ହ୍ୱାଇଟ୍ ନୋଟରେ ଲିଭେଇ ଦେଇକି କଣ କରିବେ, ହ୍ୱାଇଟ୍ ନୋଟରେ ଲିଭେଇ ଦେଇକି ତାକୁ ଯୋଉଟା ଠିକ୍ ତାକୁ ଲେଖା କରେଇଲେ। ଦ୍ୱିତୀୟ ବିଷୟ ଆପଣମାନେ କଣ କରିବେ, ଦ୍ୱିତୀୟ ବିଷୟ ଆପଣମାନଙ୍କୁ ମନେ ରଖିବାକୁ ପାଇଁ ପଡ଼ିବ, ଯେଟା ଠିକ୍ ହେଲା ତାର ଯୋଉ ପଛପଟେ ସେକେଣ୍ଡ ଗୋଟେ ଅଛି, ଗୋଟେ ପେପର, 2ଟା ପେପର ଅଛି ନା, ସେ ସେକେଣ୍ଡ ପେପରରେ ଆପଣମାନେ କଣ କରିବେ, ତାକୁ ଦସ୍ତଖତ ମାରା କରିଥିବେ ଯୋଉଟା ଭଲ ଅଛି, ସେଠି ଆପଣ ନିଜେ ଲେଖିବେ।